नमस्कार जय जगन्नाथ ମୁଁ ଆପଣମାନଙ୍କର ପାପୁନ ବ୍ଲଗିଂ ୱେଲକମ୍ କରୁଛି ମୋର ୟୁଟ୍ୟୁବ ଚ୍ୟାନେଲକୁ। ଆପଣମାନେ ମୋ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ତାହେଲେ ଶୀଘ୍ର କରିଦିଅନ୍ତୁ ସବସ୍କ୍ରାଇବ। ଆଉ ଯଦି ମୋ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗୁଥିବ ତାହେଲେ ନିଶ୍ଚୟ ଭାବରେ ଲାଇକ୍ ସେୟାର କରିବେ। ତା ସହିତ କମେଣ୍ଟରେ ଜୟ ଜଗନ୍ନାଥ ନିଶ୍ଚୟ ଲେଖିବେ। ଆଉ ମୋ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା ଆପଣ ସମସ୍ତେ ଭଲରେ ରୁହନ୍ତୁ। ତ ଚାଲନ୍ତୁ ଯୋଉ ମହାନ ବ୍ୟକ୍ତିମାନେ କମେଣ୍ଟ ମୋତେ ଦେଇଥିଲେ ସେ କମେଣ୍ଟର ଗୋଟେ କ୍ୱେଶ୍ଚିନ୍ ଆନ୍ସର ରାଉଣ୍ଡ ଆଜି ହେଉଛି। ତ ପ୍ରଥମେ ଜଣେ ମହାନ ବ୍ୟକ୍ତି ମୋତେ ସମ୍ପର୍କ ବିଷୟରେ ବୁଝେଇଥିଲେ। ତ ସେ ମହାନ ବ୍ୟକ୍ତିଙ୍କୁ ମୁଁ ଉତ୍ତର କଣ ଏମିତି ଦେଇଦେବି ତାଙ୍କୁ ଗୋଟେ ଷଷ୍ଟାଙ୍ଗ ପ୍ରଣାମ କରିକି ଉତ୍ତର ଦେବି। ତ ଚାଲନ୍ତୁ ସେ ମହାନ ବ୍ୟକ୍ତିଙ୍କୁ ଷଷ୍ଟାଙ୍ଗ ପ୍ରଣାମ ଟିକେ କରିବା। ଏମିତି ବୁଲେଇଛି ନମସ୍କାର। ତମ କ୍ୱେଶ୍ଚିନ୍ ଆନ୍ସର ମୁଁ ଦଉଛି ଭଲରେ ଟିକେ ମନ ଧ୍ୟାନ ଦେଇକି ଶୁଣ। ଯଦି କିଛି କାମ କରୁଛ କି କମ କରନି ଟିକେ ଶୁଣିଦିଅ ତାପରେ କାମ କରିବ। କଣ ମୁଁ ଏମିତି ଗୋଟେ ହଉଛ ଛୋଟ ଲୋକ ଭଳିଆ ହଁ ତ ଚାଲନ୍ତୁ ସେ ମୋତେ ସମ୍ପର୍କ ବିଷୟରେ ବୁଝେଇଥିଲେ। କହିଲେ ସମ୍ପର୍କ ମାନେ ତୁ କିଛି ଜାଣିନୁ। ସେ ମହାନ ବ୍ୟକ୍ତିଙ୍କୁ ମୁଁ କହିବାକୁ ଚାହେଁ ଯେ ମୁଁ ସିନା ସମ୍ପର୍କର ମୂଲ୍ୟ ଜାଣିନି, ତମେ ବହୁତ ଭଲ ଭାବେ ଜାଣିଛ ସମ୍ପର୍କର ମୂଲ୍ୟ କଣ। ଆଉ ତମ ପାଇଁ ସମ୍ପର୍କ କଣ ସେଇଟା ମୋଠୁ ଭଲ ଭାବେ ଆଉ କେହି ବି ଜାଣିନଥିବେ। ଯୋଉମାନେ ମୋ ସହ ପୁରୁଣା ରୁ ଜଡିତ ଥିବ ସେମାନେ ନିହାତି ଭାବରେ ଜାଣିଥିବେ, ନହେଲେ ଆଉ କେହି ଜାଣିନଥିବେ। ଆଉ ସମ୍ପର୍କ ମୂଲ୍ୟ ତମ ପାଇଁ କଣ ମୋଠୁ ଅଧିକ ତମେ ଭଲ ଭାବେ ଜାଣିଛ। ହେଲା କି ସମ୍ପର୍କ କାହା କୁହାଯାଏ, ସମ୍ପର୍କରେ ଫାଟ ସୃଷ୍ଟି କରିବାକୁ କଣ କୁହାଯାଏ, ଏସବୁରେ ତମେ ମାହିର ପୁରା। ବିଶ୍ୱାସ କର ତମେ ଯୋଉ କହିଲନି ସମ୍ପର୍କ କଥା, ସେଇ ସମ୍ପର୍କ କଥା ଶୁଣି ଶୁଣିକି ମତେ ଏତେ ବାଧିଲା ମୁଁ ରାତିରେ କିଛି ଖାଇନି, କଷେ ପଖାଳ ଖାଇକି ଶୋଇଲି। ଆଉ ସକାଳୁ ଉଠିଲି ତମ ସବୁ ସମ୍ପର୍କ କଥାଟା ଶୁଣିଦେଲି। ବିଶ୍ୱାସ କର ମୁଁ ଯାଇଥିଲି ଆମ ବାଡି ଆଡକୁ ଦୁବ ଘାସ ପାଇଁ, ଦୁବ ଘାସ ପାଇଲିନି। ଯଦି ପାଇଥିଲେ ଫାସି ଦେଇ ଦେଇଥାନ୍ତି ସେଇଠି। ହେଲା କି ଥାଉ ତମ ସମ୍ପର୍କ ସେତିକି ଥାଉ। ତମ ସମ୍ପର୍କ କଣ କେମିତି ସମ୍ପର୍କ ଲିଭେଇ ପାର ଏଇ ପାପୁଠୁ ବେଶ ଭଲ ଭାବେ ଆଉ କେହି ଜାଣିନଥିବେ। କାହିଁକି ଛାଡ ଆଉ ଆଗକୁ ଯିବାନି। ସିଏ ମହାନ ବ୍ୟକ୍ତି ଜଣକ ଏଇଠୁ ଠିକ ବୁଝିପାରିଥିବେ। ଆଉ ଜଣେ କହିଥିଲେ ଭାଇ ଆମେ ଭୁବନେଶ୍ୱରରେ ଯୋଉ ଜବ୍ ଖୋଜୁଛୁ ବହୁତ ସାରା ଫ୍ରଡ ହଉଛି, ଆଉ ବହୁତ ସାରା ଫେକ ର ଜବ୍ ବାହାରୁଛି, ବହୁତ ସାରା ପଇସା ପତ୍ର ଆମଠୁ ନଉଛନ୍ତି, ପଇସା ଦେଇକି ଆମେ ଜବ୍ କରୁଛୁ। ତ ତମେ କେମିତି କଣ କରୁଛ ଆଉ କିଛି ସେ ବିଷୟରେ ସଜେସନ ଦିଅ। ବହୁତ ଭଲ କଥାଟେ ଭାଇ ପଚାରିଛନ୍ତି। ମୁଁ ପ୍ରଥମତଃ କହିବାକୁ ଚାହିଁବି ଆପଣ ଯୋଉ ଜବ୍ ବି ଖୋଜୁଛନ୍ତି, ଯୋଉଠି ବି ଇଣ୍ଟରଭ୍ୟୁ ଦେବା ପାଇଁ ଯାଉଛନ୍ତି, ପ୍ରଥମେ ସେ ଜବ୍ ପ୍ରୋଫାଇଲ ଦେଖ। ସେ ପ୍ରୋଫାଇଲ ଦେଖ ଯେ ସେ କମ୍ପାନୀ ବିଷୟରେ ଦେଖ, ସେ କମ୍ପାନୀ ଭଲ କମ୍ପାନୀ କି ନାହିଁ, ତ ତାପରେ ଜବ୍ କର। ଆଉ ଗୋଟେ କଥା ମନେ ରଖିଥାଅ, ଯୋଉ କମ୍ପାନୀ ଆପଣଙ୍କୁ ପଇସା ମାଗିବ ନା ସେ କମ୍ପାନୀ ପୁରା ଫ୍ରଡ। କେବେ ବି ପଇସା ଦେଇକି କୋଉଠି ଜବ୍ କରନ୍ତି। କାରଣ ଯାହାର ପିଲା ଦରକାର ଥିବ, ଏମ୍ପ୍ଲୟ ଏଜେଣ୍ଟ ଯାହାର ଦରକାର ଥିବ ନା, ସେ ତାଙ୍କ ଆଡୁ ସେ କହିବେ, ସେ କେବେ ପଇସା ଦେବେନି। ପଇସା ଦେଇକି କିଏ ଜବ୍ କରୁଛି? କେହି ବି କହିବେ ଆମକୁ ପଇସା ଦରକାର ବୋଲିକି ଆମେ ଜବ୍ କରୁଛନ୍ତି। ଆଉ ପଇସା ଦେଇକି କିଏ ଜବ୍ କରିବ? ତ ସେଠି କେବେ ବି କରନି। ଯିଏ ପଇସା ମାଗିଲେ ଜାଣ ସେଟା ଫ୍ରଡ ବୋଲିକି। ତ ସେଠି କେବେ ବି ଜବ୍ କରନ୍ତୁନି। ଭଲ ପ୍ରୋଫାଇଲ ଦେଖ, ଜବ୍ ପ୍ରୋଫାଇଲ ଦେଖ, ଭଲ କମ୍ପାନୀ ଦେଖ, ତାପରେ ଜବ୍ କର। ଆଉ ଆମର ଏଠି ଓଡିଶା ଭୁବନେଶ୍ୱରରେ ଜବ୍ ମିଳିବା ଟିକେ କଷ୍ଟକର। ତ ଯୋଉମାନଙ୍କର ଜବ୍ ଦରକାର କି କଣ କିଛି ରିଗାର୍ଡ ଅଛି, ମତେ ନିଶ୍ଚୟ ଭାବରେ ମୋର ଇନଷ୍ଟାଗ୍ରାମ ଆଇଡି ହଉଛି ମିଷ୍ଟର ପାପୁନ03, ସେଇଥିରେ ମତେ ମେସେଜ କର, ମୁଁ କିଛିଟା ସଜେସନ ଦେଇପାରିବି ଆପଣମାନଙ୍କୁ। ତ ଆଉ ଜଣେ ଦେଇଥିଲେ ବହୁତ ଖରାପ କମେଣ୍ଟ, ଯେ ଜଣେ ଦିଦିଙ୍କୁ ଇଣ୍ଡିକେଟ କରିକି, ସେ ଦିଦି ବାହାରେ ରହୁଛନ୍ତି ସତ, କିନ୍ତୁ ଗୋଟେ କଥା ମୁଁ ତାଙ୍କୁ ଏଇଠି କହିବି, ସେ ଦିଦିଙ୍କ ବିଷୟରେ କିଛି କହିବା ପୂର୍ବରୁ ଗୋଟେ କଥା ମନେ ରଖ, ଭାଇନା ବହୁତ ଭଲ। ମୁଁ ସେ ଭାଇନାଙ୍କ ସହ କଥା ହେଇଛି, ତାଙ୍କ ବଡ ଭାଇନାଙ୍କ ସହ କଥା ହେଇଛି, ସେ ଦିଦିଙ୍କ ସହ ବି କଥା ହେଇଛି। ଯେତେବେଳେ ମୁଁ ବହୁତ ବିପଦରେ ଥିଲି, ଅସୁବିଧାରେ ଥିଲି, ସେ ଯେତେବେଳେ ବି ଦିଦି ମୋ ସହ କଥା ହେଇଛନ୍ତି, ବୁଝିଛନ୍ତି ବହୁତ ସାରା। ତ ତାଙ୍କୁ ସହ ମୁଁ ଡାଇରେକ୍ଟ କଥା ହେଇପାରିବି। ଆଉ ତମର ଏତେ କ୍ଲାରିଫିକେସନ ଦବା କିଛି ବି ଦରକାର ନାହିଁ। ଆଉ ଜଣେ ମତେ କମେଣ୍ଟ କରିଥିଲେ, ତ ଜଣେ ଭଉଣୀ କମେଣ୍ଟ କରିଥିଲେ, ବଡ ହେବେ କି ସାନ ହେବେ ମୁଁ ଜାଣିନି, ଫିର ବି ତାଙ୍କୁ ମୁଁ କହିଦଉଛି ଯେ ଜୟ ଶ୍ରୀରାମ ଲେଖିଲେ କଣ ହବ? ଏଇଟା ସବୁ କଥା କୁହା କପିଳା କଥା, ଆଉ ନହେଲେ କିଛି ନାହିଁ। କେବେ ବି ନାହିଁ। ଆପଣ ଗୋଟିଏ ଥର ଜୟ ଶ୍ରୀରାମ ଲେଖନ୍ତୁ, ଗୋଟେ ଥର ଟ୍ରାଏ କରନ୍ତୁ, ଭକ୍ତି ଆଣନ୍ତୁ ମନରେ ଆଉ ଲେଖନ୍ତୁ। ଦେଖିବେ କେତେ ଶୁଭ ଫଳ ଆପଣ ମାନଙ୍କୁ ମିଳିବ, କେତେ ଶୁଭ ଫଳ ମିଳିବ। ଆଉ ଆପଣଙ୍କର ଲାଇଫ ବି ପରିବର୍ତ୍ତନ ହେଇଯିବ, ବହୁତ ପରିବର୍ତ୍ତନ ହେଇଯିବ। ମୋ ଲାଇଫ ବହୁତ ପରିବର୍ତ୍ତନ ହେଇଛି। ମୋର ବହୁତ ସାରା ଶତ୍ରୁ ମୋ ଚାରିପାଖେ ଘେରେ ହେଇକି ଥିଲେ, ଏବେ ଦେଖନ୍ତୁ ମୁଁ ବିନ୍ଦାସରେ ଅଛି, ଜୟ ଶ୍ରୀରାମ ଲେଖିକି। ତ ଆଉ ଜଣେ ମତେ କମେଣ୍ଟ କରିଥିଲେ, ଆଉ ଟିକେ ମୁଁ ମୋ କମେଣ୍ଟଟା ପଢି ଦେଇକି କହୁଛି। ସରି କମେଣ୍ଟଟା ଭୁଲି ଯାଇଥିଲି ଆକ୍ଚୁଆଲି। ଆଉ ଜଣେ ମତେ କମେଣ୍ଟ ଦେଇଥିଲେ, ତ ପାପୁନ ତମେ ସବୁବେଳେ ମନ ଦୁଃଖ କରି କାହିଁକି ରହୁଛ, ଉଦାସ କାହିଁକି ରହୁଛ, ତ ସାଇଲେଣ୍ଟ ସବୁବେଳେ କଣ ପାଇଁ ରହୁଛ?
हस खुशी रे बंच मु हस खुशी रे अछि आज्ञा बहुत हस खुशी रे अछि मु जति हस खुशी रे अछि मते काई लागे ना दुनिया रे आउ की हस खुशी रे अछि किंतु मो भितरे थिबा जो कष्ट मो भितरे थिबा जो जंत्रणा सेटा को ना केही केबे देखि पारिबो ना देखिबाकू चेष्टा भी करिवो ना पढ़ी पारिबो सेटा केही केबे भी पढ़ी पारिबेनी तो सेथि भाई मु कोहे ना प्रत्येक दिन प्रत्येक राति दिन जाक तो एपट सेपट सेपट एपट ହେଇକି କିଛି ବି ହେଇଯାଏ କିନ୍ତୁ ରାତି ମୋ ପାଇଁ ବହୁତ କଷ୍ଟକର ତ ସେ ବିଷୟରେ କହିଲେ ତ ଆଖିରୁ ଲୁହ ଆସିଯିବ ଆଉ କଣ କହିବି ସେ ବିଷୟରେ ଆଉ ଜଣେ ପଚାରିଥିଲେ ମୁଁ ଭଗବାନଙ୍କୁ ବହୁତ ଡାକୁଛି କିନ୍ତୁ ଭଗବାନ ମୋ ଡାକ ଶୁଣୁନାହାନ୍ତି ଭଗବାନ ସେତେବେଳେ ଡାକ ଶୁଣିବେ ଆଜ୍ଞା ଯେତେବେଳେ ଆପଣ ମନରେ ପୁରା ଭକ୍ତି ଭାବରେ ଆପଣ ଡାକିବେ ଆପଣଙ୍କର କଥାରେ ଅଛି ଭକ୍ତର ଭଗବାନ ଆପଣଙ୍କର ଅଧିକାର ଅଛି ଭଗବାନଙ୍କ ପାଖରୁ ସେ ସବୁ ଆଣିବା ପାଇଁ ଆପଣ ଡାକନ୍ତୁ ସବୁ ପ୍ରକାର ଚେଷ୍ଟା କରନ୍ତୁ ଭଗବାନ ନିଶ୍ଚୟ ଶୁଣିବେ ଆଉ କମେଣ୍ଟ ଥିଲା ତମର ତ ଭ୍ୟୁ ଯାଉନି ସବସ୍କ୍ରାଇबर ବଢୁନି କିନ୍ତୁ ବହୁତ ଗର୍ବ ଦେଖଉଛ ମୁଁ ଭ୍ୟୁ ସବସ୍କ୍ରାଇबर ନେଇ କେବେ ଗର୍ବ କରେନି କା ଭଳି କେବେ ବି ଗର୍ବ କରେନି ଭ୍ୟୁ ଯାଉ କି ଭ୍ୟୁ ନ ଯାଉ ସବସ୍କ୍ରାଇबर ବଢୁ କି ନ ବଢୁ ମୁଁ ଏଥିରେ କେୟାର କରେନି ମତେ ବାସ୍ ଭିଡିଓ ବନେଇବା ପାଇଁ ଭଲ ଲାଗୁଛି ଯେତିକି ଜଣ ବି ମୋ କଣ୍ଟାକ୍ଟରେ ଆସୁଛନ୍ତି ଗୋଟିଏ ମୁଁ କହିଲି ନା ଗୋଟେ ଭ୍ୟୁ ଗୋଟିଏ ଲାଇକ୍ ମୋ ପାଇଁ ଗୋଟେ ଆଶୀର୍ବାଦ ସହ ସମାନ ଗୋଟେ ଭ୍ୟୁ ଗୋଟେ ସବସ୍କ୍ରାଇबर ମୋ ପାଇଁ ଆଶୀର୍ବାଦ ସହ ସମାନ ଆଉ କିଏ କଣ କହୁଛି ନ କହୁଛି ମୋର କାହାର ଲକ୍ଷ ଲକ୍ଷ ସବସ୍କ୍ରାଇበር ଦରକାର ନାହିଁ ନିଜର ଭାରି ଭଲ ଅଛି ନାଇଁ ନିଜର ଯେତିକି ସବସ୍କ୍ରାଇबर ତା ଅନୁସାରେ ଭ୍ୟୁ ଯାଉଛି ଆହୁରି ଅଲାଜୁକ ମୁହଁରେ ମତେ କହୁଛ କଣ ଆଉ କହିବି ଭାଷା ନାହିଁ ଯାହା ଥିଲା ସାରି ଦେଇଛି ଅଲରେଡି ତାପରେ ଆଉ ଗୋଟେ କଥା ତମ ଭ୍ୟୁ ତମ ସବସ୍କ୍ରାଇବରରେ ମୋ ପରିବାର ପଶିବନି କି ମୋ ପେଟ ପଶିବ କେବେ ବି ପଶିବନି ତମ ଭ୍ୟୁଜ ତମ ପାଖରେ ରଖ ତମ ସବସ୍କ୍ରାଇବର ତମ ପାଖରେ ରଖ କଣ ତମେ କିଏ ତମେ କଣ କାହିଁକି ସେଠାରୁ ମୋଠୁ ଆଉ ଭଲ ଭାବେ କେହି ବି ଜାଣିନଥିବେ କେହି ବି ଜାଣିନଥିବେ ଆମେ ସେ ଆଡକୁ ଯିବାନି ସେ କଣ ମୁଁ ଆଉ କହିବି ଏଇଟା ଏତେ ଅଲାଜୁକ ତମେ ସବୁ ମୋ କଥା ଶୁଣୁଛ ସେତେବେଳରୁ କଣ କହୁଛି ଖରାପ ଭାବୁଛ କି ନା ନା ଜମା ଭାବନା ମୁଁ ବହୁତ ଭଲ ପିଲାଟେ ମୋ ଭଳିଆ ଶାନ୍ତ ସରଳ ଧୀର ନମ୍ର ପିଲା ଆଉ କୋଉଠି ଦେଖିବାକୁ ପାଇବ କେବେ ବି ପାଇବନି ତ ଛାଡନ୍ତୁ ବିଶ୍ୱାସ କରନ୍ତୁ ମୁଁ ଆଜି ଦିନ ଯାକ କିଛି ଖାଇନି ଖାଲି 4ଟା ବରା ଖାଇଥିଲି ସକାଳୁ ପଖାଳ କଂସେ ଖାଇଛି ଇସ୍ମା ଟିକେ ସିଙ୍ଗଡା ଖାଇବା ପାଇଁ ଭାରି ଇଚ୍ଛା ହଉଛି ଭୋକ ହଉଛି ନା ପଖାଳ ଖାଇଦେଲି ନା ଭୋକ ଲାଗିଲା କଣ କରିବି ଆଉ ଜଣେ ମତେ କହିଥିଲେ ଭଉଣୀ କହିଲେ କି ତମେ ଏତେ ଖାଉଛ କଣ ହଁ କହିଲେ ତମେ ଏତେ ଖାଉଛ ଗିଳୁଛ ରାକ୍ଷସଟା ଏଠି ଅନେଇଲୁ ମତେ ରାକ୍ଷସ ଜମା କହିବୁନି ଜମା ମତେ କହିବୁନି ରାକ୍ଷସ ତଣ୍ଟି କଣ କରିକି ମୁଁ ରକ୍ତ ପିଇଯିବି ଭଲ ପିଲାଟା ମୁଁ କାହିଁକି ତମେ ଏମିତି ସବୁ ହଉଛ ଏମିତି ସବୁ ଛୋଟ ଛୋଟ ହରକତ ନା କେବଳ ଛୋଟ ଲୋକମାନେ ହିଁ କରନ୍ତି ଝିକି ହଉଛ କିଏ ତମେ କମେଣ୍ଟ କରି ମତେ ଜଣେଇବ ବୁଝିଲ ହଉ ମୁଁ କହିଥିଲି ଆପଣ ମାନେ ମତେ ଖରାପ କମେଣ୍ଟ ଦେଲେ ଭାବୁଛ କି ମୁଁ ଖରାପ ଭାବୁଛି ବୋଲି କି ନା 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 ମୁଁ ଜମା ଖରାପ ଭାବୁନି ଖରାପ କମେଣ୍ଟ ଯେତେ ଦବ ସେତେ ମୋ ପାଇଁ ଭଲ କାହିଁକିନା ମୁଁ ରିପ୍ଲାଏ ଦେବି ନା ସେମାନଙ୍କୁ ରିପ୍ଲାଏ ଦେବି ନା ନାଇଁ ଆଉ ଯୋଉମାନେ ବି ପରନିନ୍ଦା ପର ଚର୍ଚ୍ଚା କରୁଛ ଦୟାକରି ସେ ସବୁରୁ ନିବୃତ୍ତ ରୁହନ୍ତୁ ଆଉ ଯୋଉମାନେ ମତେ ପଛେ ପଛେ ଆସି ଗପୁନ ଯଦି ସାହସ ଅଛି ଯଦି ମା କ୍ଷୀର ଖାଇଛ ସାମ୍ନା ସାମ୍ନି କୁହ ମୁଁ କାହା ପଛରେ ଗପେନି ମୁଁ ସାମ୍ନା ସାମ୍ନି କୁହେ ଭଲ ହେଲେ ହବ ଖରାପ ହେଲେ ହବ ମୁଁ ପଛରେ ଗପେନି ରେ ଭାଇ ତମର ଯଦି ସେତିକି ସାହସ ଅଛି ମୋ ଫଟୋ ଦେଇ ମୋ ନାଁ ନେଇ ମୋ ଆଇଡି ମେନସନ କରିକି ଥରେ କହିକି ଦେଖାଅ ଆଉ ମୁଁ କଣ କରିପାରିବି ତମେ କଣ କରିଥିଲ ମୁଁ କଣ କରିପାରିବି ସ୍ୱପ୍ନରେ ବି ଭାବିନଥିବ ସାହସ ଅଛି ଯଦି ସାମ୍ନା ସାମ୍ନି କରିକି ଦେଖା ଏମିତି କୁକୁର ଭଳିଆ ଭୁକୁ ଦଉଛ ଇଏ କଣ ସୁଧୁରିବେନି ମଣିଷ ପ୍ରକୃତି କେବେ ସୁଧୁରିବନି ତ ଏତିକି ଆନ୍ସର ଦେଇଥାଏ କାହିଁକିନା ଭିଡିଓଟା ବହୁତ ବଡ ହେଇଗଲାଣି ମତେ ବେଶୀ ଗପିବାକୁ ଭଲ ଲାଗେନି ନିଦ ଲାଗିଲାନି ପ୍ରବଳ
कौन करी झिमे झिमे बस आपण मानक भिडटा केमती लगिला मते निश्चित भाव में कमेंट कर देखिए कमेंट कर जनइबे केमती भल लगिला बुझिले नले मु जो एते गपिली 10 मिनिट बसिकी खालटारे गपिली खालटारे तो गपिनी कमेंट करिवे आ मु मते जे कहबो ताको कंचा चबई देबी मु बहुत भल कमेडी करें आपण मैंने जानी थे तो आपण मैंने जब कमेडी वीडियो मोर देखा पसंद मत कहे मुझे खास आपण मान गोटे बहुत सुंदर वीडियो नहीं तो से मत विदाय दिंतु रही नमस्कार जय जगन्नाथ जय जगन्नाथ जय जगन्नाथ कमेंट रे लिखियो जय जगन्नाथ बाय बाय टाटा।